ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶ୍ରୀହସ୍ତ ଲିଖିତ ସତ୍ୟାନୁସରଣ ବିଷୟ ସବଳ ହୃଦୟର ଦୃଷ୍ଟାନ୍ତ। ପୃଷ୍ଠା 11। ଦୁର୍ବଳ ହୃଦୟରେ ପ୍ରେମ ଭକ୍ତିର ସ୍ଥାନ ନାହିଁ। ପରର ଦୁର୍ଦ୍ଦଶା ଦେଖି, ପରର ବ୍ୟଥା ଦେଖି, ପରର ମୃତ୍ୟୁ ଦେଖି ନିଜର ଦୁର୍ଦ୍ଦଶା, ବ୍ୟଥା ବା ମୃତ୍ୟୁର ଆଶଙ୍କା କରି ଭାଙ୍ଗି ପଡ଼ିବା, ଝାଉଁଳି ପଡ଼ିବା ବା କାନ୍ଦି ଆକୁଳ ହେବା, ସେ ସବୁ ଦୁର୍ବଳତା। ଯେଉଁମାନେ ଶକ୍ତିମାନ ସେମାନେ ଯାହା ବି କରନ୍ତୁ ସେମାନଙ୍କର ନଜର କିନ୍ତୁ ନିରାକରଣ ଦିଗରେ। ଯେପରି ସେସବୁ ଅବସ୍ଥାରେ ଆଉ କେହି ବିଧ୍ୱସ୍ତ ନ ହୁଅନ୍ତି, ପ୍ରେମର ସହିତ ତା'ର ଉପାୟ ଚିନ୍ତା କରିବା। ବୁଦ୍ଧଦେବଙ୍କର ଯାହା ହୋଇଥିଲା, ଏହା ହିଁ ହେଉଛି ସବଳ ହୃଦୟର ଦୃଷ୍ଟାନ୍ତ। ଆପଣଙ୍କ ହୃଦୟ ଦୁର୍ବଳ କି? ଯଦି ଦୁର୍ବଳ, ତେବେ ଆପଣଙ୍କ ହୃଦୟରେ ପ୍ରେମ ଭକ୍ତିର ସ୍ଥାନ ନାହିଁ। ବା ଯଦି ପ୍ରେମ ଭକ୍ତି ଜାଗ୍ରତ ହେଉନାହିଁ, ତା ମାନେ ବୁଝିବାକୁ ପଡ଼ିବ ଆମ ହୃଦୟ ହେଉଛି ଦୁର୍ବଳ। ଦୁର୍ବଳ ହୃଦୟ କେମିତିଆ? ନା ଯଦି ଆମେ ପରର ବ୍ୟଥା ଦେଖି, ମୃତ୍ୟୁ ଦେଖି ନିଜର ଦୁର୍ଦ୍ଦଶା, ବ୍ୟଥା ବା ମୃତ୍ୟୁ କଥା ଚିନ୍ତା କରିବା ଏବଂ ଭାଙ୍ଗି ପଡ଼ିବା ଏବଂ ପରକୁ ଆଶ୍ୱାସନା ଦେବା ତ ଦୂରର କଥା, ନିଜେ ସେଥିରେ ଆମେ ଡୁବିଯିବା ଏବଂ ଭାଙ୍ଗି ପଡ଼ିବା, ଏସବୁ ହେଲା ଦୁର୍ବଳତା। ଏସବୁ ଦୁର୍ବଳ ହୃଦୟର ଲକ୍ଷଣ। କିନ୍ତୁ ଯେଉଁମାନେ ସବଳ ସେମାନଙ୍କୁ ଶ୍ରୀ ଶ୍ରୀ ଠାକୁର ଶକ୍ତିମାନ ବୋଲି କହିଛନ୍ତି। ଆଉ ସେମାନେ ପରର ଦୁଃଖ ଦୁର୍ଦ୍ଦଶା ଦେଖି ଭାଙ୍ଗି ପଡ଼ିବେ ନାହିଁ, ବରଂ ସେମାନଙ୍କୁ ଆଶ୍ୱାସନା ଦେବେ ଏବଂ ସେମାନଙ୍କୁ ସବଳ କରି ତୋଳିବେ। ଏବଂ ଏହାର ସବୁଠାରୁ ଭଲ ଉଦାହରଣ ହେଲେ ବୁଦ୍ଧଦେବ। ତାଙ୍କର ଯାହା ହୋଇଥିଲା, ତାଙ୍କର ହୃଦୟ ଥିଲା ସବଳ ହୃଦୟ। ସେ ପରର ଦୁଃଖ ଦୁର୍ଦ୍ଦଶା ଦେଖି ଭାଙ୍ଗି ପଡ଼ିନଥିଲେ, ମୂର୍ତ୍ତିକୁ ଦେଖି ଭାଙ୍ଗି ପଡ଼ିନଥିଲେ। ସିଏ ଥିଲେ ଶକ୍ତିମାନ, ସିଏ ଦୁର୍ବଳ ନଥିଲେ, ସିଏ ଥିଲେ ସବଳ ଏବଂ ସିଏ ପରକୁ ଆଶ୍ୱାସନା ଦେଉଥିଲେ ଏବଂ ସତ୍ ମାର୍ଗରେ କିପରି ଅଗ୍ରସର କରିହେବ ସେ ପ୍ରତି ତାଙ୍କର ଧ୍ୟାନ ଥିଲା। ତେଣୁକରି ତାଙ୍କରି ଭଳି ହେବା ପାଇଁ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କୁ କହିଛନ୍ତି ଏବଂ ଆମ ହୃଦୟକୁ ସବଳ କରିବା ପାଇଁ କହିଛନ୍ତି ଏବଂ ଆମ ହୃଦୟରେ ପ୍ରେମ ଭକ୍ତି କିପରି ଜାଗ୍ରତ ହେବ ତା ବିଷୟରେ ମଧ୍ୟ ଜଣାଇଛନ୍ତି। ଜୟ ଗୁରୁ।